हेलो आज्ञा मैंने नमस्कार। भत्ता तरफ आसिला बहुत बड़ खुशी खबर। एथर राज्य सरकार भत्ता टंका बढ़ाइबे बोली सूचना मिली। जेति भी भत्ता पाउछंती मोर बोबा बड़मा भाई भौणीଙ୍କ मुहरे हस खेलिबो बोली 5T सचिव पांड्यान कहिसंती। तो आसंतु देखिबा खबर कागज रे कोन लेखा हिची आ जो भत्ता पाउछंती सेमानको केते टंका पर्यंत वृद्धि हेबो बोली सूचना आसीची देखिबा। ଆଉ ଯୋଉ ଆଜ୍ଞା କି ବବା ବଡ଼ମା କି ଭାଇ ବନ୍ଧୁ ମାନେ ଯେଉଁମାନେ ଭତ୍ତା ପାଉନାହାନ୍ତି ସେମାନେ ବହୁତ ଶୀଘ୍ର ଭତ୍ତା ଆବେଦନ କରନ୍ତୁ, କାହିଁକି ଆଗକୁ ଇଲେକ୍ସନ ଅଛି, ଆପଣମାନେ ପାଇବାର ବହୁତ ସମ୍ଭାବନା ଅଛି। ତ ଚାଲନ୍ତୁ ଦେଖିବା କ'ଣ ଅଛି ଖବର କାଗଜରେ। ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ତ ଦେଖନ୍ତୁ, ବଢ଼ିବ ଭତ୍ତା ଟଙ୍କା, ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ କରିବେ ଘୋଷଣା, ସୂଚନା ଦେଲେ ପାଣ୍ଡିଆନ। ଦେଖନ୍ତୁ, ଖୁବ୍ ଶୀଘ୍ର ରାଜ୍ୟରେ ବୃଦ୍ଧି ପାଇବ ଭତ୍ତା ଟଙ୍କା, ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିବେ। ଏ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ୱର ନୀଳଗିରିରେ ଆୟୋଜିତ ଏକ ସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଉଛି। ଏଥିରେ ସମୟ ସୀମା 60ରୁ ଉର୍ଦ୍ଧ୍ୱ ରଖାଯାଇଛି, ହେଲେ ବିଧବା ଭତ୍ତା ପାଇଁ କୌଣସି ବୟସ ସୀମା ନାହିଁ। ଏଥିସହିତ ଭିନ୍ନକ୍ଷମମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉଛି। ଏହି ଭତ୍ତା ପରିମାଣ ମାଲିକ 500 ଟଙ୍କାରୁ 800 ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ବୋଲି ସୂଚନା ମିଳିଛି। ଏହି ଭତ୍ତା ଟଙ୍କା ବୃଦ୍ଧି ନେଇ ବିଭିନ୍ନ ମହଲରେ ଦାବି ହୋଇ ଆସୁଛି, କାରଣ 500 ଟଙ୍କାରେ ଜଣେ ମାସ ସାରା ଚଳିବା ସମ୍ଭବ ହେଉନାହିଁ। ଏହିପରିକି 5T ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମଧ୍ୟ ତାଙ୍କୁ ସବୁ ଜିଲ୍ଲାରୁ ଏହି ଅଭିଯୋଗ ପ୍ରଦାନ କରାଯାଇଛି। ଆଉ ସତ କଥା ଆଜ୍ଞା ମାନେ ଆପଣମାନେ ଭାବନ୍, ଇମାଜିନ୍ କରନ୍, 500 ଟଙ୍କାରେ ଗୋଟେ ମଣିଷ ଗୋଟେ ମାସ ପର୍ଯ୍ୟନ୍ତ ଚଳିପାରିବ କି? ସମ୍ଭବ ନୁହଁ। ତ 800 ବହୁତ କମ୍ ଅଛି, 1000 କରିବାର କଥା। 1000 ହେଲେ ବହୁତ ଭଲ ହୁଅନ୍ତା। ତ ଦେଖନ୍ତୁ, ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଭତ୍ତା ବୃଦ୍ଧି ଖବର ଦେବେ ବୋଲି ପାଣ୍ଡିଆନ କହିଛନ୍ତି। ଆଜ୍ଞା ମାନେ ଆପଣମାନେ ଯଦି ଭତ୍ତା ପାଉନାହାନ୍ତି, ଆପଣଙ୍କ ରିଜେକ୍ଟ ହୋଇଛି, ତାହେଲେ ମୋତେ କମେଣ୍ଟ କରନ୍ତୁ। ମୋ ନମ୍ବର ଦେଇଦେବି, ଆପଣମାନେ ମୋତେ କଲ୍ କରିବେ କିମ୍ବା ହ୍ୱାଟ୍ସଆପ୍ ବି କରିବେ। ଫାଷ୍ଟ କଲ୍ କରିବେ, ମୁଁ ଆପଣଙ୍କୁ ପୁରା ସଲ୍ୟୁସନ୍ ଦେବି। ତ ଆପଣଙ୍କୁ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।